ମନେ ରଖ ବିଲାତର ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା, କିନ୍ତୁ ଧୀରେ ଧୀରେ କ'ଣ କଲା, ବାଣିଜ୍ୟ କରୁ 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 ସେ ମାନେ ଇଂରେଜମାନେ କ'ଣ କଲେ, ଏଇ ଇଷ୍ଟ ଇଣ୍ଡିଆ କମ୍ପାନୀ କ'ଣ କଲା, ଭାରତକୁ ଶାସନ କରିବାକୁ ଲାଗିଲା। ଏଇ ଶାସନ ସମୟରେ ଏଇ ଇଂରେଜମାନେ କ'ଣ କରିଥିଲେ ନା ବହୁତ ଅତ୍ୟାଚାର କରିଥିଲେ ଭାରତୀୟମାନଙ୍କ ଉପରେ, ଯାହା ଅସହ୍ୟ ହୋଇଯାଇଥିଲା ଭାରତୀୟମାନଙ୍କ ଦ୍ୱାରା। ତାପରେ 1857 ମସିହାରେ ଏହାକୁ ବିରୋଧ କରିକି 1857 ମସିହାରେ ସିପାହୀ ବିଦ୍ରୋହ ହୋଇଥିଲା, ଯାହାକୁ କି ଇଂରେଜ ଶାସନ ବିରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲିକି କୁହାଯାଏ। ତାପରେ 1858 ମସିହାରେ ଭାରତ ଶାସନ ସମ୍ପର୍କିତ ଘୋଷଣାନାମା ହେଲା କିଛି। ତ ଯେତେବେଳେ ଏତେ ସବୁ କମ୍ପ୍ଲେନ୍ ଆସିଗଲା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ନାଁରେ, ସେଠୁ ବି ମାନେ ଇଂଲଣ୍ଡରୁ ବି ସେମାନଙ୍କୁ ପଠାଯାଇଥିଲା ବାଣିଜ୍ୟ କରିବା ପାଇଁକି। ତାପରେ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ନାମରେ ଗୋଟେ ଘୋଷଣାନାମା ପ୍ରକାଶ ପାଇଲା। ଘୋଷଣାନାମାରେ କ'ଣ ରହିଥିଲା ଯେ ଭାରତୀୟ ପ୍ରଜାମାନେ ବ୍ରିଟିଶ ସାମ୍ରାଜ୍ୟର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ବ୍ରିଟିଶ ପ୍ରଜାଙ୍କ ପରି ସମାନ ଅଧିକାର ପାଇବେ। ଦୁଇରେ ହେଲା ଆଉ କ'ଣ ନା ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଭାରତୀୟମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇବେ। ଏହି 1858ରେ ହେଇଥିବା ଆଉ କେତେଟା ଇମ୍ପୋର୍ଟାଣ୍ଟ କଥା ମନେ ରଖ। ଏହି ଭାରତ ଶାସନ ଆଇନକୁ ମାଗ୍ମା କାଟା ବୋଲି ବୁଦ୍ଧିଜୀବୀଙ୍କ ମହଲରେ ତାକୁ ମାଗ୍ମା କାଟା ବୋଲିକି କୁହାଗଲା। ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ କ୍ଷମତା ହସ୍ତାନ୍ତରିତ ହୋଇ ବ୍ରିଟିଶ ରାଣୀଙ୍କ ହାତକୁ ଗଲା ଏହି 1858 ମସିହାର ଯେଉଁ ଘୋଷଣାନାମା ହେଇଥିଲା। ତାପରେ 1861 ମସିହାରେ ଭାରତୀୟ ପରିଷଦ ଆଇନ ଗଠିତ ହୋଇଥିଲା। ଏଥିରେ ଭାଇସରାୟଙ୍କର ଗୋଟେ ଇମ୍ପେରିଆଲ ବିଧାନ ପରିଷଦ ଗଠନ କରାଗଲା। ଏହାର ସଦସ୍ୟମାନେ ଭାଇସରାୟଙ୍କ ଦ୍ୱାରା ମନୋନୀତ ହେଉଥିଲେ, ଆଉ ଖ୍ୟାତିସମ୍ପନ୍ନ ଭାରତୀୟମାନେ ଆଇନ ପ୍ରଣୟନ କରିବା ପାଇଁ ଅଧିକ ସୁଯୋଗ ପାଇଥିଲେ। ବମ୍ବେ ଆଉ ମାଡ୍ରାସ ସରକାରଙ୍କୁ ଏଇ ଯେଉଁ ବୈଧାନିକ କ୍ଷମତା ପ୍ରଦାନ କରିବା ସହିତ ଅନ୍ୟାନ୍ୟ ପ୍ରଦେଶମାନଙ୍କରେ ଅନୁରୂପ ବିଧାନ ପରିଷଦ ମାନ ଗଠନ କରିବାକୁ ପ୍ରସ୍ତାବ ଦିଆଗଲା ବା ବ୍ୟବସ୍ଥା ମାନ ସବୁ ରହିଲା। ଦେଖ 1861ରେ ଯେଉଁ ପରିଷଦ ଆଇନ ହେଇଥିଲା ତାହା ଠିକ୍ ଭାବରେ ଫଳବତୀ ହେଲା ନାହିଁ ବୋଲି, ମାନେ ବିଫଳ ହୋଇଯାଇଥିଲା ବୋଲି ଭାଇସରାୟ ଲର୍ଡ଼ ରିପନ୍ ପ୍ରକାଶ କରିଥିଲେ। ତାପରେ 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠନ କରାଗଲା। କାହା ଉଦ୍ୟମରେ କରାଯାଇଥିଲା ନା ଆଲାନ୍ ଅକ୍ଟାଭିଆନ୍ ହ୍ୟୁମଙ୍କ ଉଦ୍ୟମରେ ଏଟା କରାଯାଇଥିଲା। ଏହି ଭାରତୀୟ ଜାତୀୟ କଂଗ୍ରେସ ଗଠନର ଉଦ୍ଦେଶ୍ୟ କ'ଣ ଥିଲା ନା ଭାରତୀୟଙ୍କ ଦାବିକୁ ଇଂରେଜ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ଆଉ ଭାରତରେ ସ୍ୱାଧୀନତା ଆଣିବା, ଏଇଟା ହେଲା ଉଦ୍ଦେଶ୍ୟ ଥିଲା ଭାରତୀୟ ଜାତୀୟ କଂଗ୍ରେସ ଗଠନର। এই ଭାରତୀୟ ଜାତୀୟ କଂଗ୍ରେସ ଯେଉଁ ଗଠନ କରାଯାଇଥିଲା ତାର ପ୍ରଥମ ସଭାପତି ଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ। ଆଉ ଏଠି କ୍ଷମତା ବଣ୍ଟନ ଯେଉଁ କରାଯାଇଥିଲା, ସଂରକ୍ଷିତ କ୍ଷମତା ଥିଲା ଗଭର୍ଣ୍ଣରଙ୍କ ହାତରେ ଆଉ ହସ୍ତାନ୍ତରିତ କ୍ଷମତା ଭାରତୀୟ ସଦସ୍ୟଙ୍କୁ ଦିଆଯାଇଥିଲା। 1892 ମସିହା ଭାରତୀୟ ଶାସନ ସଂସ୍କାର ଆଇନ, ଏଥିରେ ସର୍ବୋଚ୍ଚ ବିଧାନ ପରିଷଦ ଆଉ ବମ୍ବେ ଆଉ ମାଡ୍ରାସ ପରି ପ୍ରାଦେଶିକ ବିଧାନ ପରିଷଦ ଏହାର ସଭ୍ୟ ସଂଖ୍ୟାକୁ ବୃଦ୍ଧି କରାଯାଇଥିଲା। ତାପରେ 1909 ମର୍ଲେ ମିଣ୍ଟୋ ଶାସନ ସଂସ୍କାର ଦେଖିବା। ତା ପୂର୍ବ କଥା ଦେଖିବା 1909 ପୂର୍ବରୁ 1905ରେ ବଙ୍ଗ ବିଭାଜନ କରାଯାଇଥିଲା। ତ ଏଥିରେ ଜଣାପଡ଼ିଗଲା ଯେ ଇଂରେଜମାନଙ୍କର ମନୋଭାବ କ'ଣ ଅଛି। ଏଠି ତାଙ୍କର ସାମ୍ପ୍ରଦାୟିକ ବିଭେଦ ହେଲା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଜଣାପଡ଼ିଯାଇଥିଲା। 1909ରେ ଯେଉଁ ଶାସନ ସଂସ୍କାର ହେଇଥିଲା ସେଥିରେ ପ୍ରଥମ ଥର ପାଇଁ ମୁସଲମାନମାନଙ୍କ ପାଇଁକି ଗୋଟେ ପୃଥକ ନିର୍ବାଚନ ମଣ୍ଡଳୀର ସୁପାରିଶ ରହିଥିଲା ଯେ ମୁସଲମାନମାନଙ୍କ ପାଇଁ ଆଉ ଗୋଟିଏ ଅଲଗା ପୃଥକ ନିର୍ବାଚନ ମଣ୍ଡଳୀ କରାଯାଉ ବୋଲି। ଏ ଜଣାଗଲା ଯେ ଇଏ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ଇଂରେଜମାନେ। ଆଉ ଗୋଟେ କ'ଣ ରହିଥିଲା ନା ଭାଇସରାୟଙ୍କ କାର୍ଯ୍ୟପାଳିକା ପରିଷଦକୁ ଜଣେ ଭାରତୀୟ ମନୋନୀତ ହେବାର ବ୍ୟବସ୍ଥା ରହିଥିଲା। ଏହି 1909 ଶାସନ ସଂସ୍କାରରେ ବିଧାନ ପରିଷଦର କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଦେଖ 1919 ଭାରତ ଶାସନ ସଂସ୍କାର ଆଇନ କଥା ଦେଖିବା। 1918 ମସିହାରେ ପ୍ରଥମେ ତା ପୂର୍ବ ବର୍ଷ ଶାସନ ସଚିବ ମଣ୍ଟେଗୁ ଆଉ ଭାଇସରାୟ ଚେମ୍ସଫୋର୍ଡ କଂଗ୍ରେସ ସହିତ ଆଲୋଚନା କରିବା ପାଇଁକି ଆସିଥିଲେ। ଏହି ଆଲୋଚନା କରିସାରିକି ତାପରେ ସେ ଗୋଟେ 1919 ଭାରତ ଶାସନ ସଂସ୍କାର ଆଇନ ପ୍ରସ୍ତାବ ଦେଇଥିଲେ। ୟାର ନାଁ ମଣ୍ଟେଗୁ ଚେମ୍ସଫୋର୍ଡ ଶାସନ ସଂସ୍କାର ତାଙ୍କ ନାମ ଅନୁସାରେ କୁହାଯାଇପାରେ, ତାକୁ କୁହାଯାଏ। ଏଥିରେ ଦ୍ୱୈତ ଶାସନର ବ୍ୟବସ୍ଥା ରହିଲା। ଦ୍ୱୈତ ଶାସନର ବ୍ୟବସ୍ଥା ରହିଲା, କ୍ଷମତାକୁ ଦୁଇ ଭାଗରେ ବିଭକ୍ତ କରି ଦିଆଗଲା। କ'ଣ ଗୋଟେ ହେଲା ସଂରକ୍ଷିତ କ୍ଷମତା ଆଉ ଗୋଟେ ହେଲା ହସ୍ତାନ୍ତରିତ କ୍ଷମତା, ରିଜର୍ଭ ଆଉ ଟ୍ରାନ୍ସପୋର୍ଟ କ୍ଷମତା ରହିଥିଲା, ଯାହାକି ସଂରକ୍ଷିତ କ୍ଷମତା ଗଭର୍ଣ୍ଣରଙ୍କ ହାତରେ ଆଉ ହସ୍ତାନ୍ତରିତ କ୍ଷମତା ଭାରତୀୟ ସଦସ୍ୟଙ୍କ ହାତରେ ରହିଥିଲା ଆଗରୁ।
तो मन रख ये 1919 आईन को कहुए कौन ना राउलट आक्ट ये गृहीत होता है 1919 मसीह ताको कला आईन बोलिकी कहुए। यहाँ कला आईन कही भारतीय माने आंदोलन को ओह्लाई आसी 1919 होता आउ गोटे घटना हूँ अमृतसर जालियानवाला बाग ठारे गणहत्या होता जेनेराल डायर द्वारा 1919 मसीह खिलाफत आंदोलन होता। तापर देख 1935 भारत शासन आईन जहाँकि ब्रिटिश पार्लियामेंट प्रणयन करथिला। यही भारत शासन आईन 1935 भारत शासन बहुत गोटे बड़ आईन थिला। यार वैशिष्ट्य गुड़िक कौन थिला ना भारत में गोटे संघीय राष्ट्र सृष्टि करिवार व्यवस्था करा। ब्रिटिश पार्लियामेंट हाथ में से आईन गुड़िकर संशोधन एवं परिवर्तन करिवार अधिकार न्यस्त करागला। आमे सब आईन गुड़िकर देखा किछि ना किछि लाकुना किछि ना किछि एही भली व्यवस्था रही जहाँकि भारतीय मानक मन को आसी नथिला। तापर आउ कौन रही ये ना प्रदेश संरक्षित आउ हस्तांतरित क्षमता ताकू बाद दि जाकि केंद्र सरकार क्षमता कर दि जाइथिला कोटा संरक्षित और हस्तांतरित तार भाग ताकू भाग करिकरी ताकू ही दुईटा एक क्षमता दि जाइथिला। केंद्र और राज्य मध्य क्षमता को बंटन करा जाइथिला। सांप्रदायिक प्रतिनिधित्व व्यवस्था मध्य एथिरे रहिथिला। केंद्र राज्य मध्य विवादर समाधान और आईन तर्जमा करने संघीय न्यायालय व्यवस्था करा जाइथिला। आउ इम्पोर्टाट पॉइंट है एतिक है वैशिष्ट्य थिला। तापरे यह गोटे बृहत आईन थिला। एथिरे 321 भाग रही। तो ब्रिटिश सरकार विभाजन और शासन अर्थात डिवाइड एंड रूल पॉलिसी एथिरे प्रतिफलित होउतला। तापर 1947 मसीहा भारतर स्वाधीनता आईन कथा आम देखा। लॉर्ड माउंटबेटन बडलाट आउ सी आलोचना करके किसी प्रस्ताव देते जहाँकि इंग्रेज सरकार द्वारा अनुमोदित होता। एथिरे कौन कौन व्यवस्था रही देखा। 1947 मसीहा भारतर स्वाधीनता आईन मन रख लॉर्ड माउंटबेटन द्वारा प्रस्ताव दि जाइथिला। से प्रस्ताव गुड़िक कौन थिला ना भारतर विभाजन करा जायकि ताकू दुईटी राष्ट्र में परिणत करा जिवो। गोटे है भारत गोटे है पाकिस्तान। भारतर स्वाधीनता दिवस 1947 अगस्ट 15 रे पालन करुला बेले पाकिस्तान स्वाधीनता दिवस 1947 अगस्ट 14 तारीख रे पालन करा जाए। तो प्रत्येक राष्ट्र पाई पृथक भाव में सार्वभौम व्यवस्था सभा रखिबार व्यवस्था थिला। आउ प्रत्येक राष्ट्र पाई बडलाट नियुक्ति व्यवस्था राज्य मानकर गवर्नर नियुक्ति हेबे। और भारत में ब्रिटिश सरकार शासन रहिबो नाही यही व्यवस्था रही। कौथिरे ना लॉर्ड माउंटबेटन जो प्रस्ताव देते 1947 मसीहा भारतर स्वाधीनता आईन बोली ताकू कहा जाए। देख तापर संविधान प्रणयन सभा कॉन्स्टिट्यूएंट असेंबली कथा देखा। 1946 मसीह बिलातर 3 जन मंत्री 3 जन कैबिनेट मंत्री भारतर परिस्थिति को समीक्षा करने आसीथिले। से माने समीक्षा करके गोटे प्रस्ताव देइथिले जे कौन गोटे संविधान प्रणयन सभा गठन करा जाऊ बोली। तो ये जो 3 जन मंत्री आसीथिले ताको कैबिनेट मिशन बोली कि कहा जाए। ये कैबिनेट मिशन ही सुपारिश देइथिले जे परोक्ष भाव में निर्वाचन करा जाए गोटे प्रणयन सभा गठन करा जाऊ बोली। एथिरे सदस्य संख्या केते थिले 389। मन रख 1946 रे ऑब्जेक्टिव रिजोल्यूशन देइथिले संविधान उद्देश्य संबलित प्रस्ताव गोटे देइथिले किए ना जवाहरलाल नेहरू। तो 1946 डिसेम्बर 9 तारीख में प्रथम बैठक बसी। यार सभापति थिले किए ना डॉक्टर राजेंद्र प्रसाद और चिठा प्रस्तुत कमिटीर अध्यक्ष थिले डॉक्टर भीमराव आंबेडकर। यही भाव में 1949 नवेम्बर 26 यही संविधान जो तैयारी है ताकू ग्रहण करा जाइथिला। और 1950 जनवरी 26 यहाँ कार्यकारी करा जाइथिला संविधान को। यहाँ आम साधारणतंत्र दिवस भाव में पालन करिथाउ।